ଆଜିର ଅନୁଚିନ୍ତା। ଘରର ପୂର୍ବ ଦକ୍ଷିଣ କୋଣକୁ ଅଗ୍ନିକୋଣ କୁହାଯାଏ। ସେହି କୋଣରେ ରୋଷେଇ ଘର କରିବା ଶୁଭ ହୋଇଥାଏ। ଆଳତି ନେବା ସମୟରେ କଦାପି ଗୋଟିଏ ହାତରେ ନିଅନ୍ତୁ ନାହିଁ, ସର୍ବଦା ଦୁଇଟି ହାତରେ ନିଅନ୍ତୁ। ସପ୍ତାହକୁ ଗୋଟିଏ ଥର କର୍ପୂର ଜଳାଇ ପୂଜା କଲେ ଘରରୁ ନକାରାତ୍ମକ ଶକ୍ତି ଦୂର ହେବା ସହ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ରୂପା ମୁଦି ପିନ୍ଧିଲେ ଚନ୍ଦ୍ରଗ୍ରହ ମଜବୁତ ହୋଇଥାନ୍ତି, ଯାହାଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ସକାଳେ ଉଠିବା ପରେ ତୁଳସୀ ଗଛ, କଦଳୀ ଗଛ, ନିଜ ପାପୁଲି, ଦହି, କ୍ଷୀର, ଗାଈ ଓ ବାଛୁରୀ ଦେଖିବା ଶୁଭ ହୋଇଥାଏ। ଶୋଇବା ଘର ଭିତରେ କଦାପି ପ୍ଲାଷ୍ଟିକ ଫୁଲ ଗଛ ରଖନ୍ତୁ ନାହିଁ, ଏହା ଅଶୁଭ ଅଟେ। ଶୋଇବା ଘରେ ଲାଲ ରଙ୍ଗର ବଲ୍ବ ଜଳାଇବା କଥା ନୁହେଁ, ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ଯଦି ଦୋକାନ କରିଛନ୍ତି ତାହେଲେ ଦୋକାନ ମୁଖଦ୍ୱାରର କାନ୍ଥରେ ନାଲି କିମ୍ବା ହଳଦିଆ ରଙ୍ଗର ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ, ଏହାଦ୍ୱାରା ଶୁଭ ଫଳ ମିଳିଥାଏ। ପୂର୍ଣ୍ଣମୀ ଓ ଏକାଦଶୀ ବ୍ରତ କରିବା ସହ ମହାଦେବଙ୍କୁ ପୂଜା କଲେ ଚନ୍ଦ୍ରଦୋଷ କଟିଥାଏ। ଯଦି ମନସ୍କାମନା ପୂର୍ଣ୍ଣ ହେଉନଥାଏ ତାହେଲେ ଗୁରୁବାର ଦିନ 7 ଖଣ୍ଡ ହଳଦୀ, ଗୁଡ଼ ଓ ମୁଦ୍ରାକୁ ହଳଦିଆ କପଡ଼ାରେ ବାନ୍ଧି ନିର୍ଜନ ସ୍ଥାନରେ ପକାଇବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ। ଘରର ଯେଉଁଠାରେ ବିମ୍ ପଡ଼ିଛି ତା ତଳେ କଦାପି ବସିବା କଥା ନୁହେଁ। ବରଗଛର ପତ୍ରରେ ନିଜ ଇଚ୍ଛା ଲେଖି ପାଣିରେ ଭସାଇଲେ ମନୋକାମନା ପୂର୍ଣ୍ଣ ହୋଇଥାଏ। ଗୁରୁବାର ଦିନ ପାଣିରେ ଅଳ୍ପ ଟିକେ ହଳଦୀ ପକାଇ ଗାଧୋଇଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଘରେ କଦାପି ଲୁଣ ଡବାକୁ ଖାଲି ରଖନ୍ତୁ ନାହିଁ, ଏହା କରିବା ଦ୍ୱାରା ବ୍ୟକ୍ତି ଲକ୍ଷ୍ମୀ ଛଡ଼ା ହୋଇଥାଏ। ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ୱାରା ମାନ ସମ୍ମାନ ବଢ଼ିଥାଏ ଓ କାର୍ଯ୍ୟରେ ସଫଳତା ହାସଲ ହୋଇଥାଏ। ସ୍ୱପ୍ନରେ ତୁଳସୀ ପତ୍ର ଦେଖିଲେ ଦେବକୃପା ମିଳିଥାଏ। କଦାପି ଜାଣିଶୁଣି ମୂର୍ଖ ଲୋକଙ୍କ ସହ କଳି କରନ୍ତୁ ନାହିଁ, ଏହାଦ୍ୱାରା ନିଜର ସମ୍ମାନ ହାନି ହେବା ସହ ବୁଦ୍ଧି ନଷ୍ଟ ହୋଇଥାଏ। ନିଜର ଆର୍ଥିକ ସ୍ଥିତି ଭଲ ରହିବା ପାଇଁ ଗୁରୁବାର ଦିନ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଘରର ପାଖ ପଡ଼ୋଶୀଙ୍କ ସହ ବାରମ୍ବାର କଳି ଝଗଡ଼ା ଲାଗୁଥିଲେ ଘରର ପାର୍ଶ୍ୱରେ ଧଳା ଫୁଲ ଗଛ ଲଗାନ୍ତୁ, ଲାଭ ମିଳିବ। ରୋଷେଇ ଘରକୁ କଦାପି ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ। ପ୍ରତ୍ୟେକ ନବମୀ ତିଥିରେ ଅଁଳା ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ପଇସା ପତ୍ର ସମ୍ବନ୍ଧିତ କାର୍ଯ୍ୟ ସୋମବାର କିମ୍ବା ବୁଧବାର ଦିନ କଲେ ଅତି ଭଲ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ଝଗଡ଼ା ହେଉଥାଏ ତେବେ ଘରର କବାଟରେ ଓମ୍ ଲେଖିବା ଦ୍ୱାରା ଆସ୍ତେ ଆସ୍ତେ ଦୂର ହୋଇଥାଏ। ସମାନ ମାତ୍ରାରେ ବାଦାମ ତେଲ ଓ ମହୁକୁ ନେଇ ଆଖି ତଳେ ଥିବା କଳା ଦାଗରେ ଲଗାଇବା ଦ୍ୱାରା କଳା ଦାଗ ଭଲ ହୋଇଥାଏ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପିତୃପୁରୁଷଙ୍କୁ ମନେ ପକାଇ କାର୍ଯ୍ୟ କରିବା ଦ୍ୱାରା ମଙ୍ଗଳ ହୋଇଥାଏ। ହଠାତ୍ ରାଗିଯାଇ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ, ପୁଣି ଥରେ ଭାବନ୍ତୁ, ଏହାଦ୍ୱାରା ମଙ୍ଗଳ ହୋଇଥାଏ। ଘରର ଦକ୍ଷିଣ ପୂର୍ବ କୋଣକୁ ସର୍ବଦା ଗୋଲାପୀ କିମ୍ବା କମଳା ରଙ୍ଗ କଲେ ଭଲ, ଏହାଦ୍ୱାରା ବଦଖର୍ଚ୍ଚ କମ୍ ହୁଏ। ନୂଆ ଶାଢ଼ୀ ଓ ପୋଷାକ ପିନ୍ଧିବା ପୂର୍ବରୁ ସେଥିରେ ଟିକେ ହଳଦୀ ଲଗାଇ ପିନ୍ଧିଲେ ମଙ୍ଗଳ ହୋଇଥାଏ। ସଂକ୍ରାନ୍ତି, ଅମାବାସ୍ୟାରେ ପୋଡ଼ା ଦ୍ରବ୍ୟ, ପିତା ଜାତୀୟ ଜିନିଷ ଓ ଆମିଷ କଦାପି ଖାଇବା ଉଚିତ ନୁହେଁ। ଗୋଟିଏ କାଚ ବୋତଲରେ ରାଶି ତେଲ ରଖନ୍ତୁ ଓ ସେଥିରେ ଗୋଟା ମେଥିକୁ ପକାଇ ରଖନ୍ତୁ। ଏହିପରି କିଛି ଦିନ ରଖିବା ପରେ ସେହି ତେଲକୁ ମୁଣ୍ଡରେ ଲଗାଇଲେ
ଚୁଟି ଉପୁଡ଼ିବା ବନ୍ଦ ହୋଇଥାଏ।